ଆସନ୍ତୁ ଶୁଣିବା ଏକ ସୁନ୍ଦର କାହାଣୀ। କେହି ଅଯଥା ନୁହନ୍ତି। ଥରେ ପର୍ସିଆର ନାଗରିକମାନେ ବହୁତ ହଇରାଣ ହୋଇଗଲେ, କାରଣ ପକ୍ଷୀମାନେ ତାଙ୍କ ବିଲର ସମସ୍ତ ଫସଲ ଖାଇଯାଇଥିଲେ। ବିବ୍ରତ ନାଗରିକମାନେ ନିଜର କଷ୍ଟ କଥା ନେଇ ରାଜା ଫେଡ୍ରିସ୍ଙ୍କ ପାଖରେ ପହଞ୍ଚିଗଲେ। ପ୍ରଜାଙ୍କଠାରୁ ରାଜା ଏହା ଶୁଣି ବହୁତ ରାଗିଗଲେ। ରାଜା ତ ସହଜ ଆଉ ବୁଝା, ସେ ତତ୍କ୍ଷଣାତ୍ ରାଜ୍ୟର ସବୁ ପକ୍ଷୀମାନଙ୍କୁ ମାରିଦେବାକୁ ଘୋଷଣା କଲେ। ପକ୍ଷୀମାନଙ୍କୁ ମାରିଦେବା ପରେ ନାଗରିକମାନେ ଉତ୍ସବ ଖୁବ୍ ଧୁମଧାମରେ ପାଳନ କଲେ ଏବଂ ଭାବିଲେ ଯେ ସେମାନଙ୍କର ସମସ୍ତ ସମସ୍ୟାର ଅନ୍ତ ହୋଇଯାଇଛି। କିନ୍ତୁ ପର ବର୍ଷ ବିଲରେ ବିହନ ବୁଣିବାରୁ ଗୋଟିଏ ବି ଗଜା ବାହାରିଲା ନାହିଁ। ରାଜା କାରଣ ଅନୁସନ୍ଧାନ କରିବାରୁ ଜଣାପଡ଼ିଲା ଯେ ମାଟି ତଳେ ଥିବା ପୋକମାନେ ବିହନ ସବୁ ଖାଇଦେଲେ। ପୂର୍ବରୁ ପକ୍ଷୀମାନେ ଏହି ପୋକମାନଙ୍କୁ ଖାଇଦେଉଥିଲେ, ଯାହାଦ୍ୱାରା ବିହନ ସୁରକ୍ଷିତ ରହୁଥିଲା। କିନ୍ତୁ ଏଥରକ ପକ୍ଷୀମାନେ ନଥିବାରୁ ଫସଲ ହେବା ପୂର୍ବରୁ ହିଁ ତ୍ରାହି ତ୍ରାହି ଡାକ ପଡ଼ିଗଲା। ଏକଥା ଜଣାପଡ଼ିବାରୁ ରାଜାଙ୍କ ପାଖରୁ ଆରମ୍ଭ କରି ସାଧାରଣ ନାଗରିକ ପର୍ଯ୍ୟନ୍ତ ସମସ୍ତେ ନିଜର ଭୁଲ ଓ ବୋକାମି ପାଇଁ ଅନୁତାପ କଲେ। ସେମାନେ ବୁଝିପାରିଲେ ଯେ ଏ ସୃଷ୍ଟିରେ ସମସ୍ତେ ପରସ୍ପର ଉପରେ ନିର୍ଭରଶୀଳ। ଏଠାରେ ପରମାତ୍ମା କୌଣସି ପ୍ରାଣୀକୁ ଅଯଥାରେ ସୃଷ୍ଟି କରିନାହାନ୍ତି। ସମସ୍ତେ ମିଶି ସୃଷ୍ଟିଚକ୍ରରେ ସହଯୋଗ କରନ୍ତି। ଏଠାରେ ସାପ ଅଛନ୍ତି, ମୂଷା ବି ଅଛନ୍ତି। ସମସ୍ତେ ସମସ୍ତଙ୍କର ପରିପୂରକ। ଏମାନଙ୍କ ମଧ୍ୟରୁ କୌଣସି ଗୋଟିଏକୁ ମଧ୍ୟ ବାହାର କରିଦେବାର ଅର୍ଥ ପ୍ରକୃତିର ବ୍ୟବସ୍ଥାର ପ୍ରତିବନ୍ଧକ ସୃଷ୍ଟି କରିବା, ଯାହାର ଦୁଷ୍ପରିଣାମ ସମସ୍ତଙ୍କୁ ଭୋଗିବାକୁ ପଡ଼ିଥାଏ। ଶେଷରେ ଅନ୍ୟ ରାଜ୍ୟରୁ ଖାଦ୍ୟଶସ୍ୟ ଏବଂ ପକ୍ଷୀମାନଙ୍କୁ ଅଣାଗଲା। ରାଜ୍ୟର କୃଷିକାର୍ଯ୍ୟ ଠିକ୍ କରାଗଲା ଏବଂ ପକ୍ଷୀମାନଙ୍କୁ ବିନା କଷ୍ଟ ଦେଇ ସେମାନଙ୍କ ଦାଉରୁ କିପରି ଫସଲକୁ ରକ୍ଷା କରିବା ସେଥିପାଇଁ ଚିନ୍ତା କରାଗଲା।